ଓଡ଼ିଶାର ପୁରୀ ଜିଲ୍ଲାର ବୀର ଗୋବିନ୍ଦପୁର ଗ୍ରାମରେ ଅବସ୍ଥିତ ମା ଦକ୍ଷିଣକାଳୀ ମନ୍ଦିର ଏକ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପରିଚିତ। ଏହି ମନ୍ଦିର ମା କାଳୀଙ୍କ ଦକ୍ଷିଣ ରୂପକୁ ସମର୍ପିତ, ଯିଏ ଦେବୀଙ୍କ ଦୟାମୟ ଓ ରକ୍ଷାକାରୀ ରୂପରେ ପୂଜିତ। ବୀର ଗୋବିନ୍ଦପୁର ଗ୍ରାମ ପୁରୀରୁ 19 କିଲୋମିଟର ଦୂରରେ ପୁରୀ ଭୁବନେଶ୍ୱର ରାସ୍ତାରେ ସାକ୍ଷୀଗୋପାଳ ନିକଟରେ ଅବସ୍ଥିତ। ଏଠାରେ ଏକ ଶାନ୍ତ ଓ ସ୍ୱଚ୍ଛ ପରିବେଶ ରହିଛି, ଯାହା ଭକ୍ତମାନଙ୍କୁ ଆନ୍ତରିକ ଶାନ୍ତି ଓ ଧ୍ୟାନର ଅନୁଭୂତି ଦେଇଥାଏ। ଦକ୍ଷିଣକାଳୀ ଦେବୀ ହିନ୍ଦୁ ଧର୍ମରେ ଏକ ଶକ୍ତିଶାଳୀ ଦେବୀ ଭାବେ ପୂଜିତ। ସେ ଯମଦେବଙ୍କୁ ଭୟଭୀତ କରିଥିବା ଦ୍ୱାରା ମୃତ୍ୟୁ ଉପରେ ଜୟ ପାଇବାର ଚିହ୍ନ ଭାବେ ମାନ୍ୟତା ରହିଛି। ଭୁବନେଶ୍ୱରରୁ 45 କିଲୋମିଟର ଓ ପୁରୀରୁ 19 କିଲୋମିଟର ଦୂରରେ ଅବସ୍ଥିତ। ଏହି ମନ୍ଦିରକୁ ବସ୍ ଓ ଟ୍ୟାକ୍ସି ମାଧ୍ୟମରେ ସହଜରେ ପହଞ୍ଚି ପାରିବେ। ସାକ୍ଷୀଗୋପାଳ ନିକଟରେ ଥିବା ଏକ ବଡ଼ ଗେଟ୍ ଦ୍ୱାରା ମନ୍ଦିର ପଥରେ ପ୍ରବେଶ କରିପାରିବେ। ମା ଦକ୍ଷିଣକାଳୀ ମନ୍ଦିର ଏକ ଆଧ୍ୟାତ୍ମିକ ଓ ଶାନ୍ତିମୟ ସ୍ଥାନ, ଯେଉଁଠାରେ ଭକ୍ତମାନେ ମାଙ୍କ ଦୟା ଓ ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି। ଏହି ଶକ୍ତିପୀଠ ଏକ ଅନ୍ୟ ଧାର୍ମିକ ଅନୁଭୂତି ଦେଇଥାଏ, ଯାହା ଭକ୍ତମାନଙ୍କ ଜୀବନରେ ଶାନ୍ତି ଓ ସମୃଦ୍ଧି ଆଣିଥାଏ। ମା ଦକ୍ଷିଣକାଳୀ, ଯାହାଙ୍କ ଦର୍ଶନ ମାତ୍ରକେ ଦୁଃଖ ଦୂର ହୋଇଯାଏ, ଯାହାଙ୍କ ପାଦପଦ୍ମ ଧ୍ୟାନ କଲେ ଭୟ ଓ ଶତ୍ରୁ ଭୟ ଦୂର ହୋଇଥାଏ। ମା ଦକ୍ଷିଣକାଳୀ କେବଳ ମୂର୍ତ୍ତି ନୁହେଁ, ଜୀବନ, ଜ୍ଞାନ, ଭକ୍ତିର ଆଶ୍ରୟ, ଦୟା ଓ ଶକ୍ତିର ସାଗର। ଯିଏ ଭକ୍ତିର ସହିତ ମାଙ୍କୁ ଡାକିଥାଏ, ସେଠି ମାଙ୍କ କରୁଣା ବର୍ଷେ। ଏହି ଗାଁ ଏବଂ ଏହି ମନ୍ଦିର ଆଜି ଓଡ଼ିଶାରେ ମାଙ୍କ ଚମତ୍କାର କଥା କହେ। ଯେଉଁଠି ଅନ୍ଧକାର ଅଛି, ମା ଆଲୋକ ହୋଇ ଆସନ୍ତି। ଯେଉଁଠି ନିରାଶ ଅଛି, ସେ ଆଶା ହୋଇ ବସନ୍ତି। ଏବଂ ଯେଉଁଠି ଭକ୍ତି ଅଛି, ସେଠି ମା ନିଶ୍ଚିତ ଭାବେ ଅବତାରଣ ହୁଅନ୍ତି। ଏହି ମନ୍ଦିର କେବଳ ଏକ ପଥରରେ ଗଠିତ ନିର୍ମାଣ ନୁହେଁ, ବରଂ ଏହା ହେଉଛି ଭକ୍ତମାନଙ୍କର ଅତୁଟ ଶ୍ରଦ୍ଧାର ପରିଣାମ। ଏଠି ମା ନିଜେ ରହନ୍ତି, ଜଣେ ଜୀବନ୍ତ ଶକ୍ତି ଭାବେ। ଗ୍ରାମ ଲୋକମାନେ ମାଙ୍କୁ ଜଣେ ଘରର ମା ପରି ମାନନ୍ତି। ଯେତେବେଳେ କିଛି ସମସ୍ୟା ହୁଏ ବା କୌଣସି ଅସୁବିଧା ଆସେ, ଲୋକେ ପ୍ରଥମେ ମା ମନ୍ଦିରକୁ ଯାଆନ୍ତି। ମାଙ୍କ ପାଖରେ ବସି ମନ କଥା ଖୋଲି କୁହନ୍ତି। ମା ତାଙ୍କର ଭକ୍ତମାନଙ୍କ କଥା ଶୁଣନ୍ତି। କେବେ ଏକ ଝିଅ ଭାବରେ, କେବେ ଜଣେ ବୁଢ଼ୀ ଭାବରେ, କେବେ ଜଣେ ଅଦୃଶ୍ୟ ଶକ୍ତି ଭାବରେ ସେ ନିଜେ ଭକ୍ତଙ୍କ ଜୀବନରେ ଚମତ୍କାର ଘଟାନ୍ତି। ଜଣେ ଭକ୍ତ ଯଦି ଶୁଦ୍ଧ ହୃଦୟରେ ମାଙ୍କ ଦର୍ଶନ କରନ୍ତି, ତେବେ ତାଙ୍କ ଭିତରେ ଦୟା ଓ ମମତାର ଜ୍ୱାଳା ଅନୁଭବ କରିପାରିବେ। ଏଠି ମାଙ୍କ ଦର୍ଶନ କରି ଅନେକ ଭକ୍ତ ଅଶୁଭ ସଂଯୋଗରୁ ମୁକ୍ତି ପାଇଛନ୍ତି। ଏଠି ପ୍ରତିବର୍ଷ ମାଙ୍କ ମହାଯାତ୍ରା ଅନୁଷ୍ଠିତ ହୁଏ। ହଜାର ହଜାର ଭକ୍ତ ଆସନ୍ତି, ଲକ୍ଷେ ଦୀପ ଜାଳି ମାଙ୍କ ପାଖରେ ପ୍ରାର୍ଥନା କରନ୍ତି। ଯାତ୍ରା ଦିନେ ଗାଁରେ ଶଙ୍ଖ, ଘଣ୍ଟି, ଢୋଲ ଓ ଭଜନର ଶବ୍ଦରେ ଅନ୍ତର ଆତ୍ମା କମ୍ପିତ ହୁଏ। ଏକ ଭାବପୂର୍ଣ୍ଣ ଓ ଭକ୍ତିମୟ ପରିବେଶ ଗଢ଼ି ଉଠେ। ଏହି ମନ୍ଦିର ଦର୍ଶନ କରି ଜୀବନରେ ଅନେକ ଦୁଃଖ କମିଯାଏ। ଏଠି ମା ନିଜେ ରହନ୍ତି। ତାଙ୍କ ପାଖରେ ଯିଏ ଏକାଗ୍ର ମନରେ ଗଲେ, ସେ କ୍ଷଣିକ ମଧ୍ୟରେ ମୁକ୍ତି ଦିଅନ୍ତି। ଏହା ଅତୁଟ ଭକ୍ତି, ଶ୍ରଦ୍ଧା ଓ ଚମତ୍କାର ଏକ ପବିତ୍ର କେନ୍ଦ୍ର।